हालेलुया हालेलुया। ए समयटी जेतोळे आमने प्रार्थना उपासना रे जोग देइछु आमने विशेष गीत द्वारा परमेश्वरंकर गौरव करिबा मु अनुरोध करी आम मध्य किसी पिला माने अछंती जो माने कि प्रति सप्ताह रे गीत द्वारा आम को उत्साहित करि आछंती तो से निकट में मध्य धन्यवाद जनाए। ए समय से माने आसीबे से माने गोटे गीत गाउथुबा समय रे आमे मध्य करताल सह प्रभुंकर गौरव करू करू आमने प्रभुंक निमंते व्यवहृत हेबा। सियोन उपासना गीत बही तार 143 पृष्ठा 6 नंबर गीत। स्तुति कर प्रशंसा कर सदा प्रभुंकर। आमने समस्ते प्रभुंक गौरव पाए उच्च कंठरे उच्च करताली ध्वनि रे ए गीत आमने बोलिबा। स्तुति कर प्रशंसा कर स्तुति कर प्रशंसा कर सदा प्रभुंकर सदा प्रभुंकर। ईश्वरंक पवित्र धामे ईश्वरंक पवित्र धामे तांक प्रशंसा कर तांक प्रशंसा कर। पराक्रम भरा गगन मंडली पराक्रम भरा गगन मंडली तांक प्रशंसा कर। स्तुति कर प्रशंसा कर स्तुति कर प्रशंसा कर सदा प्रभुंकर सदा प्रभुंकर। तोरे नागरे वीणार तानरे स्तुति कर महानंदरे नेबल झंकारे कंजणीर ताड़ी नाची नाची ताको स्तुति कर। आउ थरे तोरे नादरे वीणार तानरे स्तुति कर महानंदरे नेबल झंकारे कंजणीर ताड़ी नाची नाची ताको स्तुति कर। तालबाद्य सह बंशी ध्वनि रे तालबाद्य सह बंशी ध्वनि रे तांक प्रशंसा कर। स्तुति कर प्रशंसा कर स्तुति कर प्रशंसा कर सदा प्रभुंकर सदा प्रभुंकर। अतुलनीय महिमा तांकर करताल सह स्तुति कर। तांकर कार्य विक्रम रे पूर्ण सेथिपाई ताको स्तुति कर। अतुलनीय महिमा तांकर करताल सह स्तुति कर। तांकर कार्य विक्रम रे पूर्ण सेथिपाई ताको स्तुति
କର ସଦା ପ୍ରଭୁଙ୍କର ସଦା ପ୍ରଭୁଙ୍କର। ହାଲେଲୁୟା ହାଲେଲୁୟା। ଆସନ୍ତୁ ଆମେ ସମସ୍ତେ ଅଳ୍ପ ସମୟ ପାଇଁ ଠିଆ ହେଇଯିବା। ଆମେ ସମସ୍ତେ ପରମେଶ୍ୱରଙ୍କର ଆରାଧନା କରିବା। ଆମେ ସମସ୍ତେ ପରମେଶ୍ୱରଙ୍କର ଗୌରବ କରିବା। ଯେଉଁ ପ୍ରଭୁ ଆଜି ପରି ଏକ ସୁନ୍ଦର ସମୟଟି ଆମମାନଙ୍କୁ ତାଙ୍କରି ପ୍ରାଙ୍ଗଣ ମଧ୍ୟରେ ଏକାଠି ହେବାକୁ ଦେଲେ, ଯେଉଁ ପ୍ରଭୁ ଆଜି ପରି ଏକ ସୁନ୍ଦର ସୁଯୋଗ ଆମମାନଙ୍କ ପାଇଁ ପ୍ରଭୁ ଦେଲେ, ଆମେ ସମସ୍ତେ ପରମେଶ୍ୱରଙ୍କର ଧନ୍ୟବାଦ କରୁ କରୁ ଆମେ ତାହାଙ୍କର ନିକଟରେ ନିଜ ନିଜକୁ ସମର୍ପଣ କରିବା। ହାଲେଲୁୟା 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 ହାଲେଲୁୟା। ଗ୍ଲୋରି ଜିଜସ୍ ଗ୍ଲୋରି ଜିଜସ୍। ପ୍ରଭୁଙ୍କର ମହାନାମର ଧନ୍ୟବାଦ ଦେବା, ଆମେ ତାହାଙ୍କର ଗୌରବ କରିବା। ପ୍ରତିଦିନ ପ୍ରତି ସମୟ ସେହି ପ୍ରଭୁ ଆମମାନଙ୍କୁ କୁଶଳତାରେ କଢ଼ି ଆଣିଲେ। ପ୍ରତିଦିନ ପ୍ରତି ସମୟ ସେ ଆମମାନଙ୍କର ସମସ୍ତ ବିଷୟରେ ଯତ୍ନ ନେଲେ। ଆମେ ସେହି ପ୍ରଭୁଙ୍କର ଧନ୍ୟବାଦ କରୁ ଧନ୍ୟବାଦ କରୁ ଧନ୍ୟବାଦ କରୁ। ଯଦି ଆମେ ହୁଏତ ଏହିପରି ଏକ ବିଶେଷ ପ୍ରାର୍ଥନା ଉପାସନା ଦିନଗୁଡ଼ିକ ଗତ ବର୍ଷ ସାରା ଆମେ ଉପାସନାରେ ଯାଉଥିବା ବେଳେ ପ୍ରଭୁ ଆମମାନଙ୍କୁ ଶକ୍ତିଯୁକ୍ତ ଭାବରେ ବ୍ୟବହାର କରିଅଛନ୍ତି। ପ୍ରଭୁ ଗତ ବର୍ଷ ସାରା ଆମମାନଙ୍କର ପ୍ରାର୍ଥନାର ଉତ୍ତର ଦେଇଅଛନ୍ତି। ପ୍ରଭୁ ଆମମାନଙ୍କୁ ତାଙ୍କ ନିମନ୍ତେ ବ୍ୟବହାର କରିଅଛନ୍ତି। ପ୍ରଭୁ ଏପରି ଆଉ ଥରେ ଅନୁଗ୍ରହ କଲେ, ଆଉ ଥରେ ଏକ ସୁଯୋଗ ଦେଲେ। ହାଲେଲୁୟା। ପ୍ରଭୁ ଆମମାନଙ୍କୁ ଏହିପରି ସୁଯୋଗ ଦେଲେ। ଏହି ନୂତନ ବର୍ଷର ଆଜି ପରି ଏକ ବିଶେଷ ପ୍ରାର୍ଥନା ସଭାରେ ପ୍ରାର୍ଥନା ଉପାସନାରେ ତାଙ୍କ ନିକଟବର୍ତ୍ତୀ ହେବା ପାଇଁ ପ୍ରଭୁ ଦେଲେ। ଏସବୁ ପାଇଁ ଆମେ ତାହାଙ୍କର ଧନ୍ୟବାଦ କରୁ। ଆମେ ତାହାଙ୍କର ଧନ୍ୟବାଦ କରୁ, ତାହାଙ୍କର ଗୁଣାନବାଦ କରୁ। ପ୍ରଭୁଙ୍କର ଦୟାର ଦୃଷ୍ଟି ଆମ ପ୍ରତି ନଥାନ୍ତା ହୁଏତ ଆମେ ଏହିପରି ସୁଯୋଗ ଆମେ ପାଇପାରିନଥାନ୍ତୁ। ଜଗତରେ ଯଦି ବା ଆମେ ଅନେକ ପ୍ରକାର ବିଷୟ ଅନେକ କାର୍ଯ୍ୟରେ ଅନେକ ପ୍ରକାର ବ୍ୟସ୍ତତାରେ ଥାଇପାରୁ, କିନ୍ତୁ ପ୍ରଭୁ ଆଜି ଆମମାନଙ୍କୁ ପୃଥକ କଲେ। ପ୍ରଭୁ ଆମମାନଙ୍କୁ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସମୟ ନିରୂପଣ କଲେ। ଆମମାନଙ୍କୁ ପ୍ରତ୍ୟେକଙ୍କୁ ତାଙ୍କ ନିମନ୍ତେ ତାଙ୍କର ଉଦ୍ଦେଶ୍ୟରେ ପ୍ରଭୁ ବ୍ୟବହୃତ ହେବାକୁ ଦେଲେ। ଆମେ ସମସ୍ତେ ଧନ୍ୟବାଦ କରୁ କରୁ ଆମେ ନିଜ ନିଜକୁ ପ୍ରଭୁଙ୍କଠାରେ ସମର୍ପଣ କରିବା। ଆମେ ସମସ୍ତେ ତାଙ୍କର ସାନ୍ନିଧ୍ୟ ମଧ୍ୟକୁ ଆସିଅଛୁ। ହାଲେଲୁୟା ଜିଜସ୍ ହାଲେଲୁୟା ଜିଜସ୍। ଆମେ ଆଜି ପ୍ରଭୁଙ୍କ ନିକଟବର୍ତ୍ତୀ ହେବା କି? ଆମେ ପ୍ରଭୁଙ୍କ ନିକଟରେ ନିଜ ନିଜକୁ ସମର୍ପଣ କରିବା କି? ହାଲେଲୁୟା ହାଲେଲୁୟା ହାଲେଲୁୟା। ମୁଁ ତୁମକୁ ପ୍ରେମ କରେ, ତୁମକୁ ହିଁ ପ୍ରେମ କରେ। ମୁଁ ତୁମକୁ ପ୍ରେମ କରେ, ପଛେଇବି ନାହିଁ। ମୁଁ ଆଣ୍ଠୁ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ ବଛେଇବି ନାହିଁ। ଆଉ ଥରେ। ମୁଁ ଆଣ୍ଠୁ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ ପଛେଇବି ନାହିଁ। ମୁଁ ତୁମ ସେବା କରିବି, ତୁମରି ସେବା କରିବି। ମୁଁ ତୁମ ସେବା କରିବି, ପଛେଇବି ନାହିଁ। ମୁଁ ଆଣ୍ଠୁ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ ପଛେଇବି ନାହିଁ। ମୁଁ ଆଣ୍ଠୁ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ ପଛେଇବି ନାହିଁ। ହାଲେଲୁୟା ଜିଜସ୍। ଆମେ ଆଜି ପ୍ରଭୁଙ୍କ ନିକଟରେ ସେହି ବିଷୟ କହିବା କି, ପ୍ରଭୁ ମୁଁ ଆଜି ତୁମ ନିକଟକୁ ଆସିଅଛି ରାଜା। ମୁଁ ଆଜି ତୁମରି ପାଦ ତଳେ ନିଜକୁ ନମ୍ର କରୁଅଛି ପ୍ରଭୁ। ମୋର ସମସ୍ତ ବିଷୟକୁ ଆଜି ତୁମ ନିକଟରେ ପ୍ରଭୁ ମୁଁ ଦେଇଦେଉଛି ପ୍ରଭୁ। ହାଲେଲୁୟା ଜିଜସ୍ ହାଲେଲୁୟା ଜିଜସ୍। ଆଜି ପ୍ରଭୁ ମୋତେ ତୁମରି କର ପ୍ରଭୁ। ଓ ପ୍ରଭୁ ଅନେକ ପ୍ରକାର ପ୍ରାର୍ଥନା ବିନତି ନିବେଦନ ନେଇ ପ୍ରଭୁ ମୁଁ ତୁମ ନିକଟକୁ ଆସିଅଛି। ହାଲେଲୁୟା ଜିଜସ୍
आज प्रभु तुम्हें आम प्रत्येक प्रभु तुम्हें छुई दियो प्रभु प्रत्येक तुम से अलौकिक हस्त छुई दियो प्रभु तुम ठारे आम शक्ति प्राप्त होगा पारिबो तुम ठारे प्रभु आम बल प्राप्त होगा पारिबो तुम ठारे प्रभु मैंने तुम से पवित्र उपस्थिति को अनुभव करने को पारिबो प्रभु तुम्हें दया कर प्रभु तुम्हें दया कर प्रभु तुम्हें दया कर प्रभु आज अनेक प्रकार आशा आकांक्षा नहीं तो तुम निकट को आसछन्ति प्रभु प्रत्येक मनोवांछा पूर्ण हो प्रत्येक जीवन से शांति सुस्थता आसु प्रभु तुम्हें दया कर प्रभु तुम्हें दया कर एत आम विशेष कर प्रार्थना करुछु आज उपासना प्रभु जिते तुमरी लोक मैंने प्रभु तुम निकट को आसछन्ति प्रभु से तुम्हें स्पर्श कर पवित्र आत्मा परमेश्वर प्रत्येक को तुम्हें स्पर्श करी प्रभु तुमरी उपस्थिति द्वारा शक्तियुक्त कर तुमरी आत्मिक उपस्थिति अनुभव करू करू प्रभु आम तुम निमंते व्यवहृत हेबु प्रभु प्रत्येक को साहाय्य कर आज वाक्य दे प्रभु तुम्हें कथा कह आज वाक्य निमंते जो दास को प्रभु तुम्हें मनोनीत करियछ प्रभु प्रिय दास को तुम्हें लुचाओ हजाओ पवित्र आत्मा परमेश्वर तांको मुख दे तुम्हें कथा कह प्रभु से वाक्य आम प्रत्येक उत्साहजनक हेब प्रेरणादायक हेब प्रभु साहाय्य कर आरंभ शेष पर्यंत प्रभु तुम्हें सहवर्ती हो गौरव प्रशंसा महिमा तुमरी हो यही प्रार्थना त्राणकर्ता प्रभु यीशुख्रीष्ट नाम मागुअछु आमेन आमेन आमेन। ये समय आमने आज वाक्य मध्य को जीवा आज वाक्य निमंते आम मध्य प्रभुंकर दास रेभरेंड सुकांत कर उपस्थित अच्छा तेणु तांको निकटरे मो तरफरु एवं मंडली तरफरु कृतज्ञता एवं भक्तिपूर्ण नमस्कार जनाए प्रभुंकर दास को मुझे बड़े कथबार्ता कली ये कहवा मात्र के कहले ठीक अच्छी मु जीवी तो निश्चित आम मंडली प्रति आम प्रति तांकर स्नेह प्रेम रही तेणु से आज आम मध्य उपस्थित थिबारु प्रभु ए समस्त द्वारा प्रभु गौरवान्वित हुंतु प्रभु प्रिय दास को मध्य आशीर्वाद करंतु यही समय प्रभु यीशुख्रीष्ट नाम प्रभुंकर दास को मु आह्वान करे से आसबे आज जो मनोनीत चिंता मंडली निमंते रखिंट ताहा प्रकाश करेंगे। सर्वप्रथमे प्रभु जीशु ख्रीष्ट को मु धन्यवाद दिए जेहेतु मो परी अयोग्य नगण्य एक मनुष्य मात्र तथापि प्रभु मते तांकरी सेवा कार्य निमंते चयन करी आ विशेष करी आजिर एही उपासना समय रे तांकरी चरण तले ठिया होई वाक्यरु पदे कहिया पई से मते सुजोग देइछंती सेतिपाई मु विशेष करी प्रभु को धन्यवाद दिए तत्संगे मंडलीर पालक महाशय को मध्य विशेष धन्यवाद दिए एवं मंडलीर प्रत्येक कर्मकर्ता मानक मो हृदयर धन्यवाद नमस्कार जनाए। निश्चित भावे आमाने जदि एई 2025 सालर जनवरी मास विषय आमाने चिंता करिबा केते जगार अनेक से माने कौन करती ना ये होल जनवरी मास को से माने न्यू ईयर भावे पालन करती अनेक जगार मु देखी जेहेतु कहती मस सारा आमको माने जमती कि जनवरी 1 रे जे प्रकार आम नवा वर्ष को माने एक आनंदर सहित उत्साहर सहित मैंने स्वागत करूँ जनवरी मास शेष पर्यंत आम को से प्रकार कौन रही थाए माने से आनंदटा आओ रही जाई थाए आमने भावुजे स्टिल वी आर इन द सेम 1 जनवरी आमने से जनवरी 1 तारिख रे से नूतन वर्ष रे आमने आओ आनंद करी आगो को बढ़ी चलिबा जहाँ भी हो आओ जदियो जनवरी 1 तारिख क्रॉस करी जाइथि तथापि मु बस प्रभु को सानिध्य रे बसी प्रत्येक प्रभुंकर दास दासी माननकु मो हृदयर नमस्कार सहित हैप्पी न्यू ईयर जनाऊँगी प्रत्येक को बिलेटेड हैप्पी न्यू ईयर देखो प्रति मुहूर्त आम नूतन जदि आमने ये जगत रे बंचुअछु प्रतिटी मुहूर्त को आमने अनुभव कर पारुछु प्रत्येक नूतन नूतन दिन को आमने अतिक्रम कर चलीचु केवल प्रभुंकर अनुग्रह हेतु से
ଆଉ ଜାନୁଆରୀ 1 ତାରିଖ ହିଁ ଆମ ପାଇଁ ନୂତନ ବର୍ଷ ନ ହଉ, ପ୍ରତ୍ୟେକ ମୁହୂର୍ତ୍ତ ଆମମାନଙ୍କୁ କ'ଣ ହେଉନା ଆମମାନଙ୍କ ଜୀବନରେ ନୂତନ ହେଉ, ଆଉ ଆମମାନେ ସେଇ ଅନୁଭବରେ ଆମମାନେ ସମସ୍ତେ ଆଗକୁ ବଢ଼ିବା। ଯାହା ହଉ ଆଜି ଆମମାନେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ କିଛି ଅଂଶ ଆମମାନେ ଚିନ୍ତା କରିବା, ଯାହା ଆପଣ ପାଇବେ ଯିଶାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 43 ପର୍ବର 18 ଏବଂ 19 ପଦ। ଯିଶାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ଆମେ ଦେଖିବା 43 ପର୍ବର 18-19 ପଦ ଆମେ ପଢ଼ିବା। ଆଉ ଏଠାରେ ଏ ପ୍ରକାର ଲେଖାଯାଏ, ତୁମ୍ଭେମାନେ ଆଦ୍ୟ ବିଷୟ ସବୁ ସ୍ମରଣ କର ନାହିଁ, କିଓ ବା ପୁରାତନ ବିଷୟ ସବୁ ବିବେଚନା କର ନାହିଁ। ଦେଖ, ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା, ତାହା ଏବେ ଅଙ୍କୁରିତ ହେବ, ତୁମ୍ଭେମାନେ କି ତାହା ଜାଣିବ ନାହିଁ। ଆହୁରି ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦ ନଦୀ କରିବା। ଆସନ୍ତା ମାନେ ବାକ୍ୟ ନିମନ୍ତେ ପଦେ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ରାଜା, ଧନ୍ୟବାଦର ସହିତ ତୁମରି ଚଞ୍ଚଳକୁ ଆସୁଅଛୁ, ମଣ୍ଡଳୀ ସହିତ ତୁମର ଚଞ୍ଚଳ ଆମେ ନତମସ୍ତକ ହେଉଅଛୁ। ତୁମ ସେ ପବିତ୍ର ଶାସ୍ତ୍ରାଂଶର ପ୍ରଭୁ ଆମେ ଯେଉଁ ଅଂଶଟି ପାଠ କଲୁ ତାହା ଆମେ ଚିନ୍ତା କରିବାକୁ ଯାଉଅଛୁ। ତୁମ ସେ ପବିତ୍ର ଆତ୍ମାଙ୍କ ପରିଚାଳନା ଆମମାନଙ୍କୁ ତୁମେ ଦିଅ, ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ ବଳ ପ୍ରଦାନ କର ଏବଂ ତୁମେ ଗୌରବ ପାଅ ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ, ଆମେନ୍ ଆମେନ୍। ଯେତେବେଳେ ଆମମାନେ ଆଉ ଏଇ ନୂତନ ବର୍ଷକୁ ଆମମାନେ ପାଳନ କରୁ ଆମମାନଙ୍କ ଜୀବନରେ, ଆଉ ଆମମାନଙ୍କ ମନରେ ଆମମାନଙ୍କ ହୃଦୟରେ ଆଉ ଏଇ ପ୍ରକାର ଆନନ୍ଦ, ଏଇ ପ୍ରକାର ଗୋଟେ ଏକ୍ସାଇଟମେଣ୍ଟ ଥାଏ, ଏଇ ପ୍ରକାର ଗୋଟେ ଆଉ ଆଶା ଭରି ରହିଥାଏ ଯେ ଆମମାନେ କ'ଣ ଭାବିଥାଉ, ନିଶ୍ଚିତ ଭାବେ ପ୍ରଭୁ ଆମମାନଙ୍କୁ ଏଇ ନୂତନ ବର୍ଷରେ କ'ଣ କରିବାକୁ ଯାଉଛନ୍ତି, ନୂତନ ନୂତନ ଆଶୀର୍ବାଦରେ ସେ ଆଶୀର୍ବାଦ ପ୍ରାପ୍ତ କରିବାକୁ ଯାଉଛନ୍ତି। ହାଲେଲୁୟା। ଯେତେବେଳେ ଆମମାନେ ଆଉ ଡିସେମ୍ବର 31 ତାରିଖରେ ରାତିରେ ଯେତେବେଳେ ଆମେ ୱାଚ୍ ନାଇଟ୍ ସର୍ଭିସ୍ କରୁ, ଆଉ ଅଧିକାଂଶ ମଣ୍ଡଳୀମାନଙ୍କରେ ଆଉ ମୁଁ ଦେଖିଛି ଯେତେବେଳେ ସେମାନେ ୱାଚ୍ ନାଇଟ୍ ସର୍ଭିସ୍ରେ ରାତ୍ରି 12ଟା ପରେ ସେମାନେ କ'ଣ କରନ୍ତି ନା ପ୍ରାର୍ଥନାର ସହିତ ନୂତନ ବର୍ଷକୁ ସେମାନେ ସ୍ୱାଗତ କରୁ କରୁ ମଣ୍ଡଳୀରେ ଥିବା ପ୍ରତ୍ୟେକ ବିଶ୍ୱାସୀ ବିଶ୍ୱାସିନୀମାନଙ୍କୁ ସେମାନଙ୍କୁ ଗୋଟେ ଗୋଟେ ଆଉ ପ୍ରମିସ୍ କାର୍ଡ଼, ଯାହାକି ଆମମାନଙ୍କ ପ୍ରତିଜ୍ଞା ପଦଟି ଆମମାନଙ୍କୁ ଦିଆ ହେଇଥାଏ। ସେ ପ୍ରତିଜ୍ଞା ପଦଟି ପାଇବା ପୂର୍ବରୁ ଆମମାନଙ୍କ ମନ ମଧ୍ୟରେ, ଆମମାନଙ୍କ ହୃଦୟ ମଧ୍ୟରେ ଆଉ ଗୋଟେ ଆଶା ଭରି ରହିଥାଏ। କ'ଣ ସେ ଆଶା? ଯାହା ହଉ ଗତ 2024 ସାଲ ମୋ ନିମନ୍ତେ, ମୋ ପରିବାର ନିମନ୍ତେ, ହୁଏତ ମୋ ବ୍ୟକ୍ତିଗତ ଜୀବନରେ, ମୋ ପାରିବାରିକ ଜୀବନରେ ଅନେକ ପ୍ରକାର କଷ୍ଟ ଥିଲା, ଅନେକ ପ୍ରକାର ଦୁଃଖ ଥିଲା, ଅନେକ ପ୍ରକାର ଚିନ୍ତାର ବିଷୟ ଥିଲା, ଅନେକ ପ୍ରକାର ସମସ୍ୟା ଥିଲା, ଅନେକ ପ୍ରକାର ଆର୍ଥିକ ସମସ୍ୟା ଦେଇ ମୁଁ ଗତି କରୁଥିଲି। କିନ୍ତୁ ଏହି ନୂତନ ବର୍ଷରେ ଆଉ ମୋର ଗୋଟିଏ ଆଶା ଅଛି, ନିଶ୍ଚୟ ପ୍ରଭୁ ମୋତେ ଏକ ପ୍ରତିଜ୍ଞା ଦେବେ, ଯେଉଁ ପ୍ରତିଜ୍ଞା ବାକ୍ୟ ଦ୍ୱାରା କି ମୋତେ କ'ଣ କରିବେ ନା, ପ୍ରଭୁ ଏହି ନୂତନ ବର୍ଷରେ ସେ ମୋତେ କ'ଣ କରିବେ ନା ଆଗେଇ ଚାଲିବା ପାଇଁ ସାହାଯ୍ୟ କରିବେ। এই বিশ্বাস ହେଲା ପ୍ରତ୍ୟେକ ମଣ୍ଡଳୀରେ ଥିବା ପ୍ରତ୍ୟେକ ବିଶ୍ୱାସୀ ଏବଂ ବିଶ୍ୱାସିନୀମାନଙ୍କର ଗୋଟିଏ ଦୃଢ଼ ବିଶ୍ୱାସ ଥାଏ। ଆଉ ଯେତେବେଳେ ପ୍ରଭୁ ଦେଇଥିବା ସେ ପ୍ରତିଜ୍ଞା ବାକ୍ୟ ଉପରେ ଆମମାନେ ଦୃଢ଼ ଭାବରେ ଆମେ ଠିଆ ହଉ, ଅବା ସେ ପ୍ରତିଜ୍ଞା ବାକ୍ୟକୁ ଆମେ ଦୃଢ଼ତାର ସହିତ ଧରି ରଖୁ, ତେବେ ନିଶ୍ଚୟ ପ୍ରଭୁ କ'ଣ କରନ୍ତି ନା ସେଇ ନୂତନ ବର୍ଷରେ ଦେଇଥିବା ପ୍ରତିଜ୍ଞା ଅନୁଯାୟୀ ପ୍ରଭୁ କ'ଣ କରନ୍ତି, ବର୍ଷ ସାରା ଆମମାନଙ୍କୁ ତାଙ୍କର ସେ ପ୍ରତିଜ୍ଞା ବାକ୍ୟ ଅନୁଯାୟୀ ଆଶୀର୍ବାଦ ପ୍ରାପ୍ତ କରନ୍ତି। ହାଲେଲୁୟା। ଆଉ ପ୍ରଭୁଙ୍କର ବାକ୍ୟ ଯଦି ଆମେ ଦେଖିବା, ସେ ଆପଣା ପ୍ରତିଜ୍ଞା ପୂର୍ଣ୍ଣ କରିବାରେ ସେ ବିଶ୍ୱସ୍ତ ଅଟନ୍ତି। ପ୍ରଭୁଙ୍କର ବାକ୍ୟ ଯଦି ଆମେ ଦେଖୁ, ପ୍ରଭୁ ଆମମାନଙ୍କୁ ଯେଉଁ ଯେଉଁ ପ୍ରତିଜ୍ଞା ଦିଅନ୍ତି, ଯେଉଁ ସବୁ କଥା ଦିଅନ୍ତି, ମୁଁ ତୋ ବ୍ୟକ୍ତିଗତ ଜୀବନରେ, ତୋ ପରିବାରରେ ମୁଁ ଏହି ପ୍ରକାର କାର୍ଯ୍ୟ କରିବାକୁ ଯାଉଛି ବୋଲି ଯେଉଁ ପ୍ରତିଜ୍ଞା ପ୍ରଭୁ ଆମମାନଙ୍କୁ ଦିଅନ୍ତି, ଆଉ ସେ କି ପ୍ରକାର ପରମେଶ୍ୱର ସେ ପ୍ରତିଜ୍ଞା ପୂରଣ କରିବା ପାଇଁ ସେ ବିଶ୍ୱସ୍ତ ଅଟନ୍ତି।
किंतु अनेक समय देखंतु चिंता करंतु प्रभु आमको नूतन वर्ष रे देइथिबा प्रतिज्ञा अनुजाई अनेक समय रे चलित वर्ष मध्य अबा सही वर्ष मध्य से प्रकार कौन सी आशीर्वाद प्राप्त मध्य मैंने हे न थाओ हाँ ना नहीं निश्चय अनेक समय रे आमने भावु अरे प्रभु तो मते नूतन वर्ष रे एते सुंदर प्रतिज्ञा देले कौन कही था प्रभु तो मते नूतन वर्ष रे एते सुंदर मु प्रार्थनार सहित वाच नाइट सर्विस रे प्रार्थनार सहित गली प्रार्थनार सहित से प्रतिज्ञा वाक्य को मुनेली प्रभु आ मते एते सुंदर वाक्य देले मु तुमर संगे संगे अच्छी तुमको कौन सी अभाव घटिबो नहीं अनाटन घटिबो नहीं मु तुमर संगे संग अच्छी हेले काहे कि मो व्यक्तिगत जीवन में मो परिवार रे ए वर्ष यही प्रकार समस्या देखा जाउछि ए प्रकार प्रश्न आम जीवन में उंकी मारी थाए से समय आमने चिंता करूँ गोटे विषय चिंता करवा जो परमेश्वर की से देइथिबा प्रतिज्ञा वाक्य प्रति से विश्वस्त अटंती हेले प्रतिज्ञा वाक्य पाइथिबा आम्भे माने से वाक्य अनुजाई आमने चालुछु कि से वाक्य को दृढ़ कर धरी रखिबारे माने विश्वस्त अटुकी से विषयटा माने चिंता करिवार अछि अनेक समय रे कौन करोना प्रभु आमको जो प्रतिज्ञार वाक्य देई थांती से वाक्य को आमने दृढ़ भाव में धरी रखी न थाओ कौन कर थाओ दृढ़ भाव आमने धरी रखी न थाओ जदि आमने उदाहरण स्वरूप मु कहिबी आ हुए तो चलित वर्ष प्रभु मते गोटे प्रतिज्ञा देले जहाँकि गीत संहिता तार 91 पर्व गीत संहिता 91 पर्वर गोटे सुंदर वाक्य मैं पढ़िया चाहे देखंतु 10 पदरे लिखा जाए तुम्भ को कौन सी विपद घटब नहीं कि बा कौन सी मारी तुम्भ तंबू निकट को आसब नहीं उदाहरण स्वरूप धरंतु प्रभु मते प्रतिज्ञा वाक्य देइछंती नूतन वर्ष रे हेले वर्षर आरंभ रे नहीं तो वर्षर द्वितीय तृतीय मासरे ही जदि मो परिवार रे मो पिला छुआ को विभिन्न प्रकार से माने रोग रे आक्रांत होती नहीं तो मोर कौन सी प्रकार एक एक्सीडेंट घटी जाए मोर कौन सी प्रकार सम्मुखीन हो जाए से मते कौन मनुष्य भाव में मत गोटे प्रश्न आसी जाए प्रभु तो मते एते सुंदर वाक्य देइथिले हेले काहे मो परिवार रे मो जीवन रे एई प्रकार घटू अछि से समय रे मु चिंता करिवार अछि कौन चिंता करिवार अछि जो वाक्य प्रभु मते देइथिले से वाक्य को मु दृढ़ करी धरी रखी अछि और जदि मु से वाक्य को दृढ़ भाव में मो आत्मिक जीवन में मु दृढ़ करी धरी रखी नाही तेबे केबे भी आउ से प्रतिज्ञा वाक्य मो जीवन में कौन हो पारिबो नाही सफल हो पारिबो नाही जेतेबेले समस्या आसीबो जेतेबेले कौन प्रकार अभाव अनाटन देखा जीवो मु गोटे विषय को स्मरण करिवार अछि कौन करिवार अछि मते प्रभु जो प्रतिज्ञा देइथिले से प्रतिज्ञा पूर्ण करिवारे से कि प्रकार परमेश्वर अटंती विश्वस्त परमेश्वर अटंती जेहेतु से विश्वस्त अटंती मु मध्य विश्वस्त भावे कौन करिबी तांकरी से प्रतिज्ञा वाक्य अनुजाई मु कौन करिबी ना आगो को बढ़ी चलिबी आ जदि मो मन रे संदेह आसी जाए प्रभुंकर प्रतिज्ञा वाक्य उपर मो मन जदि संदेह आसी जाए तेबे कौन हेबो ना केबे भी आ से प्रतिज्ञा युक्त वाक्य मो जीवन में सफल हो पारिबो नाही यह मनुष्यर स्वभाव अनेक समय रे प्रभु देइथिबा से प्रतिज्ञा वाक्य उपर आमने दृढ़ भाव में ठिया हो पारि न थाओ आ प्रभु से केते सुंदर भाव रे आ कहउछंती जिसाई भविष्य वक्ता से लेखंती से 43 रो 18 19 रे आमने पढ़िलु केते सुंदर विषय से लेखुछंती आउ थरे पढ़ी नवा 18-19 रे केते सुंदर विषय लेखुछंती तुम्भे माने आद्य विषय सब स्मरण कर नाही कि बा पुरातन विषय सब विवेचना कर नाही कौन लिखाई तुम्भे माने आद्य विषय सब स्मरण कर नाही कि बा पुरातन विषय सब विवेचना कर नाही जदि आमने सरल भाषा रे कहिबा अनेक विषय माने चिंतित थाओ अनेक विषय मैंने कौन कर ना विभिन्न प्रकार चिंतार मैंने पड़ी जाइए माने आने कहू ना मोर सेमती कौन सी प्रकार चिंता नहीं मोर कौन सी प्रकार आलोचना मोर नहीं मु पूरा खुशी रे अच्छी यही प्रकार जदि आमने कहू तेबे
ବାକ୍ୟ କ'ଣ କହେ ଆମମାନେ ମିଥ୍ୟାବାଦୀ ବୋଲି କହେ। এই জগତରେ ଯେତେବେଳେ ମାନେ ନିବାସ ହୋଇଅଛୁ, এই ଜଗତରେ ଯେତେବେଳେ ଆମେ ବାସ କରୁଅଛୁ, ଏକ ପରିବାରକୁ ନେଇ ମାନେ ଏକ ସମାଜରେ ଆମେ ବାସ କରୁଅଛୁ, ଅନେକ ପ୍ରକାର ଚିନ୍ତା ଆସିପାରେ, ଅନେକ ପ୍ରକାର ଭାବନା ମାନଙ୍କ ଜୀବନରେ ଆସିପାରେ। କିନ୍ତୁ এই সমস্ত চিন্তা, সেই সমস্ত প্রকার ভাবনা যদি ଆମେ କ'ଣ କରିବା ନା ପ୍ରଭୁଙ୍କ ଉପରେ ଆମେ ଥୋଇଦେବା, ତେବେ ସମସ୍ତ ଚିନ୍ତାର ଭାରକୁ ବହିବା ପରମେଶ୍ୱର ସେ ଅଟନ୍ତି। ହାଲେଲୁୟା। ସମସ୍ତ ଚିନ୍ତାର ଭାରକୁ ବହନ କରିବା ପରମେଶ୍ୱର ସେ ଆମମାନଙ୍କର ସୃଷ୍ଟିକର୍ତ୍ତା ସେ ଅଛନ୍ତି। ଅନେକ ସମୟରେ ଆମମାନଙ୍କୁ ଆଉ ବିଶେଷ ଭାବେ ମନୁଷ୍ୟ ହିସାବରେ ଆମମାନଙ୍କୁ କ'ଣ ହେଇଥାଏ ନା ଆଉ ମନ୍ଦ ଚିନ୍ତା ଆମମାନଙ୍କୁ ଆସିଥାଏ। ମନ୍ଦ ଚିନ୍ତା ଅର୍ଥାତ୍ ଅନେକ ପ୍ରକାର ନେଗେଟିଭ୍ ଥଟ୍ସ ଆମମାନଙ୍କୁ, ନକାରାତ୍ମକ ଚିନ୍ତା ଆମମାନଙ୍କ ଜୀବନରେ ଆସିଥାଏ। ଯଦି ଆମମାନଙ୍କୁ କୌଣସି ସମସ୍ୟା ଘଟିଗଲା, ସାଙ୍ଗେ ସାଙ୍ଗେ ଆମେ କ'ଣ ଚିନ୍ତା କରିଥାଉ, ନାଇଁ ପ୍ରଭୁ ମୋତେ ଭୁଲିଗଲେ, ପ୍ରଭୁ ମୋ ପ୍ରାର୍ଥନା ଶୁଣୁନାହାନ୍ତି, ପ୍ରଭୁଙ୍କ ଦୃଷ୍ଟି ମୋ ପରିବାର ଉପରେ ନାହିଁ, ପ୍ରଭୁଙ୍କ ଦୃଷ୍ଟି ମୋ ପିଲାଛୁଆଙ୍କ ଉପରେ ନାହିଁ, ହୁଏତ ପ୍ରଭୁ ମୋତେ ଦୂର କରିଦେଇଛନ୍ତି। ଏହି ପ୍ରକାର ନକାରାତ୍ମକ ଚିନ୍ତାଧାରାରେ ଆମେ କ'ଣ କରିଥାଉ ନା ବଢ଼ି ଚାଲିଥାଉ। କିନ୍ତୁ ପ୍ରଭୁ କହନ୍ତି ଏହି ପ୍ରକାର ଚିନ୍ତାଧାରା କରିବା ଦ୍ୱାରା କ'ଣ ହୋଇଥାଏ ନା ଆମେ ପ୍ରଭୁଙ୍କର ସେ ଆଶୀର୍ବାଦ ଠାରୁ ଆମେ ଦୂରେଇ ଯାଇଥାଉ। ପ୍ରଭୁଙ୍କର ସେ ପ୍ରତିଜ୍ଞାଯୁକ୍ତ ବାକ୍ୟ ଆମମାନଙ୍କ ଜୀବନରେ କ'ଣ ହେଇଥାଏ ନା ସଫଳ ହୋଇପାରିନଥାଏ। ସେଥିପାଇଁ ଏକ ସୁନ୍ଦର ବାକ୍ୟ ଲେଖାଗଲା ଗାଲାତୀୟ ତାର 5:16 ଆମେ ପଢ଼ିବା। ଗାଲାତୀୟ ତାର 5:16। ମୋହର ଭାବ ଏହି ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହେଲେ ତୁମେମାନେ ଶରୀର ଅଭିଳାଷ ପୂର୍ଣ୍ଣ କରିବ ନାହିଁ। କେତେ ସୁନ୍ଦର ଭାବେ ସାଧୁ ପାଉଲ ଗାଲାତୀୟ ମଣ୍ଡଳୀକୁ ଲେଖୁଛନ୍ତି, ମୋହର ଭାବ ଏହି, ମୋହର ଚିନ୍ତାଧାରା ଏହି, ମୋହର ଆଲୋଚନା ଏହି କ'ଣ ଆତ୍ମାଙ୍କ ବିଷୟରେ ତୁମେ ସକାରାତ୍ମକ ଚିନ୍ତାଧାରା କର। ଯଦି ଆମେ ପ୍ରଭୁଙ୍କର ଆଉ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହଉ, ନିଶ୍ଚୟ ଆମମାନଙ୍କୁ କେଉଁ ପ୍ରକାର ଚିନ୍ତା ଆସିବ, ପ୍ରଭୁଙ୍କ ଠାରେ ନିର୍ଭର କରିବାର ସେହି ସକାରାତ୍ମକ ଚିନ୍ତାଧାରା ଆମମାନଙ୍କୁ ଆସିବ। ଯଦି ଆମେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେଉନାହୁଁ, ତାହେଲେ ନିଶ୍ଚୟ କ'ଣ ହେବ, କ'ଣ ଲେଖୁଛନ୍ତି, ଶରୀରର ଅଭିଳାଷ ଅର୍ଥାତ୍ ଜାଗତିକ ଚିନ୍ତାଧାରାରେ ଆମେ ପଡ଼ିଯିବା। ଜାଗତିକ ଚିନ୍ତାଧାରାରେ ଆମେ କ'ଣ ହୋଇଯିବା ନା ଆମମାନଙ୍କ ହୃଦୟ ମନ ପରିପୂର୍ଣ୍ଣ ହୋଇଯିବ। ଆମେ ପ୍ରଭୁଙ୍କର ଆଉ ବିଷୟ, ପ୍ରଭୁଙ୍କର ଇଚ୍ଛା କ'ଣ, ପ୍ରଭୁଙ୍କର ଅଭିମତ କ'ଣ ବୋଲି ଆମେ କେବେ ବି ଚିନ୍ତା କରିପାରିବା ନାହିଁ। ସେଥିପାଇଁ ଆମେ କ'ଣ କରୁନା ଆଉ ପ୍ରଭୁଙ୍କର ଆତ୍ମା ଦ୍ୱାରା ଯେତେବେଳେ ଆମେ ଚାଳିତ ହଉ, ଆମେ ପ୍ରଭୁଙ୍କର ଆତ୍ମା ଆମକୁ କ'ଣ କରିଥାଏ ନାହିଁ, ବିଗତ ଦିନମାନଙ୍କର ଘଟିଥିବା ସମସ୍ତ ପ୍ରକାର ଆଉ ଯାହା କିଛି ବି ଫେଲର୍ସ ହଉ କି ଯାହା କିଛି ବି ଆମମାନଙ୍କ ଜୀବନରେ ଦୁର୍ଘଟଣା ଘଟି ଯାଇଥିଲା, ଆଉ ଯଦି କୌଣସି ଆମମାନଙ୍କ ଆଉ ଅଭାବ ଅନାଟନରେ ଆମେ ଗତି କରିଥିଲୁ, ଏହିସବୁ ବିଷୟକୁ କିଏ ମନେ ପକାଇବାକୁ ଦିଅନ୍ତି ନାହିଁ। ଯଦି ଆମେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହଉ, ସେ ସବୁ ଭୁଲି ଯାଇ ଆଗକୁ ବଢ଼ିବା ପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତି। ସେଥିପାଇଁ ଯିଶାୟା ଭବିଷ୍ୟତ ବକ୍ତା କ'ଣ କହିଲେ, ପୁରାତନ ବିଷୟ ସବୁ ତୁମେମାନେ ଚିନ୍ତା କର ନାହିଁ, ପୁରୁଣା ବିଷୟ ସବୁ ତୁମେମାନେ ଚିନ୍ତା କର ନାହିଁ। ଯଦି ଆମେ ସେଇ ପୁରାତନ ବିଷୟରେ ଚିନ୍ତା କରିବା, ଯଦି ଆମେ ସେଇ 2024 ସାଲରେ ଆମମାନଙ୍କ ପରିବାରରେ ଘଟିଥିବା ସେ ଶୋଚନୀୟ ଅବସ୍ଥାକୁ ଆମେ ଚିନ୍ତା କରି ବସିଥିବା, এই 2025 ସାଲରେ କେବେ ବି ଆମେ ଆନନ୍ଦର ସହିତ ଆଗକୁ ବଢ଼ିପାରିବା ନାହିଁ। କ'ଣ କରିବା, ସେଇ ଚିନ୍ତାରେ ହିଁ ମଗ୍ନ ହୋଇଯିବା। ସେଇ ଚିନ୍ତା ଆମମାନଙ୍କୁ କ'ଣ କରିବା ନା ଆଉ ଭିତରେ ଭିତରେ ସେ କ'ଣ କରିବ ନା ଆମମାନଙ୍କୁ ଆତ୍ମିକ ଜୀବନକୁ ସେ କ'ଣ କରିବ ନା ପଛକୁ ପଛକୁ ସେ ଟାଣି ନେବ। ଆତ୍ମିକ ଜୀବନ ଆମେ ଶିଥିଳ ହୋଇପଡ଼ିବା, ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇପାରିବା ନାହିଁ। ସେଇଥିପାଇଁ ଆଉ ସାଧୁ ପାଉଲ ମଧ୍ୟ ସୁନ୍ଦର ଭାବେ ଆଉ ସେ କ'ଣ କହିଲେ, ମୁଁ ପଛ ବିଷୟ ସବୁ ଭୁଲି ଯାଇ କ'ଣ କରୁଛି, ଆଗ ବିଷୟକୁ ମୁଁ ପଢ଼ିବା ମାନେ ସେଇ ବିଷୟଟି ଫିଲିପି ତାର ଆଉ 3:13-14 ପଢ଼ିବା। କେତେ ସୁନ୍ଦର ବିଷୟଟି ଲେଖାଯାଏ, ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି, ପଶ୍ଚାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟ ଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟସ୍ଥଳକୁ ଦୌଡ଼ୁଅଛି। ହାଲେଲୁୟା।
साधु पाउल तांकरी विगत जीवन विषय से आ चिंता करूना जदि से विगत जीवन विषय चिंता करते से जड़े कौन थिले नर हत्याकारी थिले से ख्रीष्ट विश्वासी मानक एक ताड़नाकारी थिले जदि से विषय सब से चिंता करती से नुह ख्रीष्टों निमंते से ताड़ना प्राप्त होइथिले आउ से जदि चिंता करती साधु पाउल से केबे भी से आगो को बढ़ी पारिबे नहीं कौन करिवे अरे मु तो दिने यही प्रकार लोक थिली मु प्रभु को स्वीकार करी तांकर सेवा कार्य निमंते मु आगो को बढ़िली किंतु पुनर्बार मते सही प्रकार ताड़ना दे मते गति करने को पड़ुछि यही प्रकार चिंताधारा से केबे भी बसी पड़ी नथिले इस पछगुथि समस्त पुरातन विषय से भूली जाई कौन करथिले ना से लक्ष्य स्थल को दौड़ुथिले कौन पाई दौड़ुथिले ईश्वर ठारू पुरस्कार पाइबा निमंते प्रभु तांको जीवन में जो प्रतिज्ञा देइथिले से प्रतिज्ञा युक्त वाक्य द्वारा ईश्वर ठारू से पुरस्कार पाइबा निमंते से प्राणपण उद्यम करी से आगो को दौड़ुछंती आसंतु आज आम माने मध्य एई नूतन वर्ष रे सेही प्रकारे जदि 2024 साल रे आमानकर जीवन रे एई प्रकार कोनोसी शोचनीय अवस्था आसी जाइथिला नाई तो कहीं आम को कौन सी विषय रे आमने चाकरी क्षेत्र रे हो व्यवसाय रे आम को ठकी देइथिले नाई तो आमने किछि आर्थिक विषय माने लॉस हो पड़िथिलु नाई तो परिवार अनेक रोग अनेक समस्या देखा जाइथिला एही समस्त विषय माने चिंता न करी एही नूतन वर्ष रे प्रभु आम को जो आओ प्रतिज्ञा दे कौन बोली देइछंती आमने पढ़िलु प्रभुंकर प्रतिज्ञा आमने तुम जीवन रे नूतन नूतन कार्य करने को जाऊँ पुनर्बार देखंतु से जिसाय तार 43 19 पद सुंदर वाक्यटी जे खोली से पढ़ी दियंतु देख आम्भे एक नूतन कार्य करिबा ताहा अंकुरित हेबो तुम्भे माने कि ताहा जानिबो नाही हालेलुया देख आम्भे तुम जीवन एक नूतन कार्य करिबा प्रभु कहउछंती पुरातन विषय 2024 साल जहाँ घटी थिला ये समस्त विषय तुम्हें कौन करेबे भूली जाओ ए नूतन वर्ष रे तुम परिवार रे तुम व्यक्तिगत जीवन रे तुम पढ़ारे तुमर कार्य क्षेत्र रे आमे एक नूतन कार्य करबा को जाउछु आउ तुम्हें ताहा निश्चय जानिबो तुम्हें ताहा निश्चय जानबो आउ आमे तुमको जो प्रतिज्ञा वाक्य देउछु से प्रतिज्ञा वाक्य रे तुम्हें कौन हो ना स्थिरतार सहित ठिया हो रही थाओ से प्रतिज्ञा वाक्य को तुम्हें दृढ़ करी धरी रखी आगो को बढ़ी चलो आउ साधु पाउल से तांको जीवन रे से कौन करथिले ना ए विषय को से अभ्यास करथिले ए विषय को से अभ्यास करथिले किंतु मनुष्य हिसाब रे आमाने कौन करो ना अनेक समय रे प्रभु आमान को निमंते आगो को कौन चिंता करूछंती केउ उद्देश्य नहीं प्रभु आमान को नूतन वर्ष देई अछंती तांकर वाक्य से निश्चय सफल करने को जाउछंती ए समस्त विषय भूली जाई आमाने कौन करू अनेक समय रे पुरातन विषय को आमने मने पकई थाओ पुरातन विषय सब मने पकई थाओ सेइथि पई अनेक समय कौन करो ना प्रभुंक ठारो माने आशीर्वाद प्राप्त होई न थाओ आशीर्वाद प्राप्त होई न थाओ आसंतु आमने समस्ते प्रभुंक ठारे कौन करिबा ना प्रभु आउ से पुरातन विषय सब मते मने पकेबा को दियो नाही किंतु एक नूतन आशार सहित तुम्हें जो मते जो आशा देई अछो जो प्रतिज्ञा देई अछो से प्रतिज्ञा वाक्य को दृढ़ करी धरी रखी आगो को बढ़िया पई सहाय्य करू बोली आमने प्रार्थना करू तापरे द्वितीय विषयटी आमने देखियो प्रथम विषय कौन पुरातन विषय को समय भूली जाई कौन करिबा ना प्रभु आमान को एक नूतन विषय आमान को निमंते रखी अछंती नूतन आशीर्वाद आमान को निमंते रखी अछि बोले आमान कोन करबा से आशार सहित आगो को पढ़िबा द्वितीय विषय करबा ए नूतन वर्ष में द्वितीय विषय करबा अनेक समय रे आमाने आ मनुष्य हिसाब रे जते बेले आमाने कहू मु मोर मो ज्ञान मो संपत्ति मो इच्छा ए मु शब्द को आमान को जीवन जिते बड़ा मैंने हटई देवा से मु शब्द को आमान को जीवन हटई दी
ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ଆମମାନଙ୍କ ଜୀବନରେ ସ୍ଥାନ ଦେବା ନିଶ୍ଚୟ ପ୍ରଭୁ କ'ଣ କରିବେ ଏହି ନୂତନ ବର୍ଷରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବାକୁ ଯାଉଛନ୍ତି। ହାଲେଲୁୟା। ଆଉ ଏହି ବିଷୟ ସାଧୁ ପାଉଲ ସେ ନିଜ ଜୀବନରେ ଅନୁଭବ କରିଥିଲେ ଏବଂ ସେ ଅଭ୍ୟାସ କରିଥିଲେ, ପ୍ରାକ୍ଟିସ୍ କରିଥିଲେ। ସେଇଥିପାଇଁ ଗାଲାତୀୟ ତାର 2:20 କେତେ ସୁନ୍ଦର ଭାବେ ଗୋଟେ ବିଷୟ ସେ ଲେଖୁଛନ୍ତି, ଆମେ ପଢ଼ିବା। ଗାଲାତୀୟ 2:20 ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି, ସାଧୁ ପାଉଲ ଏତେ ସୁନ୍ଦର କଥା କହୁଛନ୍ତି, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି, ମୁଁ ଆଉ ଜୀବିତ ନୁହେଁ, ମୋ ଜୀବନରେ ମୁଁ ଶବ୍ଦ ଆଉ ନାହିଁ। କିଏ ଅଛନ୍ତି? ସେ ମୁଁ ଜାଗାରେ କେହି ଅଛନ୍ତି? ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ହାଲେଲୁୟା। ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ପ୍ରଭୁଙ୍କ ବହୁମୂଲ୍ୟ ରକ୍ତରେ କ୍ରୀତ ପ୍ରିୟ ଭାଇ ଭଉଣୀମାନେ, ଯଦି এই ମୁଁ ଶବ୍ଦଟି ଆମମାନଙ୍କୁ ପ୍ରଭୁଙ୍କ ଠାରୁ ଦୂରରେ ରଖୁଅଛି, ମୁଁ, ମୋ ପରିବାର, ମୋ ଚାକିରି, ମୋ ଜ୍ଞାନ, ମୋ ବ୍ୟବସାୟ, ମୋ ଇଚ୍ଛା, ମୋ ଧନ ସମ୍ପତ୍ତି, ଏସବୁ ବିଷୟକୁ ଆମେ ଯଦି ହଟେଇ ଦେଇ ଖ୍ରୀଷ୍ଟଙ୍କୁ ଆମେ ଯେତେବେଳେ ସ୍ଥାନ ଦେଉ, ଆଉ ଖ୍ରୀଷ୍ଟ ସେ ନିଶ୍ଚିତ ଭାବେ ସେ ଏହି ନୂତନ ବର୍ଷରେ ଆମମାନଙ୍କୁ ଆଶୀର୍ବାଦ କରିବାକୁ ଯାଉଛନ୍ତି। ସେଥିପାଇଁ ଆସନ୍ତୁ ଏହି ପ୍ରକାର ପଦକ୍ଷେପରେ ଆମେ ଆଗକୁ ବଢ଼ିବା। ପ୍ରଭୁ ମୁଁ ଆଉ ମୁଁ ନୁହେଁ। ସାଧୁ ପାଉଲ କ'ଣ କହିଲେ? ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି। ଯେଉଁଦିନ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନଙ୍କ ତ୍ରାଣକର୍ତ୍ତା ରୂପେ ଆମେ ଗ୍ରହଣ କଲୁ, ସେଇଦିନ ଠାରୁ ଆମେ କ'ଣ ହୋଇଯାଇଅଛୁ? ଖ୍ରୀଷ୍ଟଙ୍କ ସହିତ ଆମେ ହତ ହୋଇଯାଇଅଛୁ। ବର୍ତ୍ତମାନର ଶରୀର କିଏ ବାସ କରୁଛନ୍ତି? ଖ୍ରୀଷ୍ଟ। ତାର ଆଉ ଯଦି ଆମେ ସରଳ ଭାବେ ଚିନ୍ତା କରିବା, ଆମମାନଙ୍କର ଏହି ଶରୀରରେ ଯେତେବେଳେ ଖ୍ରୀଷ୍ଟ ବାସ କରନ୍ତି, ଆମମାନଙ୍କ ଚାଲିଚଳନ, ଆମମାନଙ୍କର ଆଚାର ବ୍ୟବହାର ଦ୍ୱାରା ଲୋକମାନେ କ'ଣ ଜାଣିବାର ଅଛି? ଖ୍ରୀଷ୍ଟଙ୍କୁ ସେମାନେ ଦେଖିବାର ଅଛି, ଖ୍ରୀଷ୍ଟଙ୍କର ପରିଚୟ ପାଇବାର ଅଛି। ଯଦି ଆମମାନଙ୍କର ଚାଲିଚଳନ, ଆଚାର ବ୍ୟବହାର, ଆମମାନଙ୍କ ଶାରୀରିକ ଜୀବନ ଦ୍ୱାରା ଅନ୍ୟମାନେ ଖ୍ରୀଷ୍ଟଙ୍କୁ ଚିହ୍ନି ପାରୁନାହାନ୍ତି, ତେବେ ଷ୍ଟିଲ୍ ସେଇ ଯେଉଁ ମୁଁ ଶବ୍ଦଟା ଏପର୍ଯ୍ୟନ୍ତ ଆମଠାରେ ବଞ୍ଚି ରହିଅଛି। ସେଥିପାଇଁ ଆସନ୍ତୁ ଆମେ ଏହି ପ୍ରକାର ଗୋଟିଏ ପଦକ୍ଷେପ ନେବା, ଯେଉଁ ପଦକ୍ଷେପ କି ସାଧୁ ପାଉଲ ସେଦିନ ନେଇଥିଲେ, ଯେଉଁ ପଦକ୍ଷେପ କି ସାଧୁ ପାଉଲ ସେ ନେଇଥିଲେ ଏବଂ ଆଗକୁ ବଢ଼ିଥିଲେ। ମୁଁ ଆଉ ନୁହଁ, ମୋ ଠାରେ ଖ୍ରୀଷ୍ଟ ସେ ଜୀବିତ ଅଛନ୍ତି। ଯେତେବେଳେ ଖ୍ରୀଷ୍ଟ ଆମମାନଙ୍କ ଠାରେ ସେ ଜୀବିତ ଅଛନ୍ତି, ସେତେବେଳେ କ'ଣ ହେଇଯାଏ? 2 କରନ୍ତି ତାର 5:17 ଲେଖାଯାଏ, ଯେଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ସେ ନୂତନ ସୃଷ୍ଟି ହୋଇଅଛି। କିନ୍ତୁ ଆଜିକାଲି ଆମମାନଙ୍କ ଜୀବନରେ କ'ଣ ହେଉଛି? ଖ୍ରୀଷ୍ଟ ବି ରୁହନ୍ତୁ, ନୂତନ ବିଷୟ ବି ରହୁ, ପୁରାତନ ବିଷୟ ବି ରହୁ। ଆମମାନଙ୍କ ଜୀବନ ସେଇ ପ୍ରକାର ହୋଇଯାଇଅଛି। କିନ୍ତୁ ନିଶ୍ଚିତ ଭାବେ ଯେତେବେଳେ ଖ୍ରୀଷ୍ଟ ବାସ କରନ୍ତି, ପୁରାତନ ବିଷୟ କେବେ ବି ରହେ ନାହିଁ। ପୁରାତନ ବିଷୟ ସବୁ ଲୋପ ପାଇଯାଏ, ନୂତନ ବିଷୟ ସବୁ ଦେଖାଯାଏ। ସେଇଥିପାଇଁ ଆସୁ ଆମେ ପ୍ରତ୍ୟେକ ମିଳିମିଶି ଏହି ପ୍ରକାର ଏକ ପଦକ୍ଷେପ ନେବା। ଆଉ ମୁଁ ଶବ୍ଦଟି ମୋ ଜୀବନରେ ନାହିଁ, କେବଳ ମୋ ଠାରେ ଖ୍ରୀଷ୍ଟ ସେ ଅଛନ୍ତି। ଖ୍ରୀଷ୍ଟ ମୋ ଜୀବନରେ ସେ ନିବାସ କରନ୍ତି। ମୁଁ ଖ୍ରୀଷ୍ଟଙ୍କର ମାତ୍ର। ଏହି ପ୍ରକାର ପଦକ୍ଷେପରେ ଯେତେବେଳେ ଆମେ ବଢ଼ିବା, ନିଶ୍ଚିତ ଭାବେ ପ୍ରଭୁ ଆମମାନଙ୍କୁ ଏହି ନୂତନ ବର୍ଷରେ ଆଉ ସେ ଆଶୀର୍ବାଦ କରିବା ପାଇଁ ଯାଉଛନ୍ତି। ସେତିକି ନୁହଁ, ସାଧୁ ପାଉଲ ଏହି ପ୍ରକାର ବି କହିଲେ। ଆଉ ଫିଲିପି ତାର 1 ପର୍ବର 21 ପଦରେ ଏକ ସୁନ୍ଦର ବାକ୍ୟ ସେ କହିଲେ, ତାହା ମାନେ ପଢ଼ିବା। କାରଣ ମୋ ପକ୍ଷରେ ଜୀବଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁ ଭୋଗ ଲାଭଜନକ। ଦେଖନ୍ତୁ, ମୁଁ ଶବ୍ଦଟାକୁ ହଟେଇ ଦେଲେ ସେତିକି ନୁହଁ, କିନ୍ତୁ ଆଉ ଗୋଟେ ସୁନ୍ଦର ବିଷୟ କହୁଛନ୍ତି, କାରଣ ମୋ ପକ୍ଷରେ ଜୀବନ ଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁ ଭୋଗ ଲାଭଜନକ। ତା ଅର୍ଥାତ୍ ଯଦି ମୁଁ ବଞ୍ଚିବି, ଖ୍ରୀଷ୍ଟଙ୍କ ପାଇଁ ବଞ୍ଚିବି। ଯଦି ମୁଁ ମରିବି, ତାଙ୍କରି ପାଇଁ ମୁଁ ମରିବି।
आजिकी आमने यही नूतन वर्ष रे यही प्रकार पदक्षेप नेवा जदि यही प्रकार पदक्षेप आमने आग को बढ़िबा निश्चय प्रभु आमको साहाय्य करिवे। जदिओ आमने विगत वर्ष रे अनेक प्रकार समस्या दे गति कलु, अनेक प्रकार अभाव दे गति कलु, अनेक प्रकार दुख कष्ट दे गति कलु, किंतु जेते बेले आमने ख्रीष्ट आमन निवास करती से पुरातन विषय सब भूली जीवाई से साहाय्य करती। नूतन नूतन आशार सहित आशीर्वादर सहित आग को बढ़ियापाई ख्रीष्ट आमान को से साहाय्य करती। आमानकर प्रत्येक कार्य द्वारा आपण आपण कार्य द्वारा से पुरस्कार देवाई से प्रस्तुत अटंती। यही जगत रे आमने बंचु बंचु आमने केते प्रकार आमने प्रभुंकर से आत्मा द्वारा परिचालित होउछु, केते दूर पर्यंत आमने से प्रभुंक ठारे आमने निर्भर करूछु, केते दूर पर्यंत आमने से प्रभुंक आउ प्रतिज्ञायुक्त वाक्य रे आमने निर्भर कर चलीअछु। ताहा ही आज आमनक जीवन एक प्रश्न स्वरूप। अनेक समय रे प्रभु आमको तांकर वाक्य द्वारा से कथा कहते आमने शुणु, किंतु अल्प किछि समय पर आमने भूली जाओ, से प्रतिज्ञा वाक्य को भूली जाओ, जो द्वारा आमने कौन होना प्रभुंकर से आशीर्वाद ठारू अनेक दूर रे पड़ी जाई थाओ, अनेक दूर हो जाई थाओ आशीर्वाद ठारू। सेतिपई आसु आमने एई प्रकार एक पदक्षेप नेबा, आमने जहा करिबा एही नूतन वर्ष रे प्रभुंकर गौरव निमंते करिबा, जहा करिबा प्रभुंकर गौरव निमंते करिबा। प्रथम विषय पुरातन विषय को आमने भूली जीवा। प्रभु आमको जो नूतन आशा जो नूतन आशीर्वाद आग को रखी से पुरस्कार से आशीर्वाद प्राप्त हेबा निमंते आमने प्रभु को लक्ष्य कर आमने आग को बढ़िबा। जदि आमने जगत को लक्ष्य करिबा तेबे केबे भी प्रभु आमको निमंते रखिथिबा से पुरस्कार से आशीर्वाद को आमने प्राप्त होई पारिबा नाही। जितबेले पितर प्रभुंकर प्रिय शिष्य पितर से यीशुख्रीष्ट को लक्ष्य करी से समुद्र पर चली चली जाउथिले, जो पर्यंत तांकरी दृष्टि प्रभुंक ऊपर थिला से पर्यंत से कौन करुथिले आराम रे कौन करुथिले ना पानी ऊपर चलिकी जाउथिले। जितेबेले तांकरी दृष्टि कौन हैला ना पवनर शब्द तळकु अनेइले, पवनर शब्द शुणिले, चतुर्पार्श्व से कौन कले ना निजर आ लक्ष्य को लक्ष्य भ्रष्ट कले, से पानी रे बुड़िया पाई आरंभ हेले। जो पर्यंत आमने यीशु को लक्ष्य रखी चलिबा जेते कष्ट जेते दुख निंदा ताड़ना आसिले भी प्रभु आमान को बुड़ी जीवा पाई देवे नहीं। हालेलुया। जेते प्रकार झड़ आसिले भी जेते प्रकार तूफान आसिले भी प्रभु आमान को से तूफान झड़ रे से जल रे बुड़ी जीवा पाई आमान को देवे नहीं, मग्न हेबा पाई देवे नहीं। किंतु आमरी कार्य कौन हैला, आमरी दायित्व हैला से प्रभुंक ऊपर मात्र दृष्टि रखी चलिबा। किंतु अनेक समय आमने कौन करना आ पितर जेमती पवनर शब्द को शुणी थिले, पानीर लहरी को से देखी थिले, अनेक समय पानीर लहरी से पवनर शब्द आमनक चतुर्पार्श्व थिबा समस्या, आमनक चतुर्पार्श्व घेरी बुलुथिबा समस्त प्रकार शैतान कार्य आमने से विषय आमने दृष्टि पकई थाओ, आमनकर अभाव विषय में चिंता करि थाओ, आमनकर दुख आमनकर समस्या विषय में दृष्टिपात करि थाओ। सेइथिपाई कौन हेई थाओ प्रभु आमको जो पुरस्कार रखिछंती एई नूतन वर्ष रे से पुरस्कार प्राप्त हेई पारे न थाओ। किंतु आसु गोटे पदक्षेप आम आग को बढ़िबा, पुरातन विषय सब भूली जाए प्रभु को लक्ष्य रखी आम आग को बढ़िबा, प्रभु ठार आशीर्वाद प्राप्त हेबा, पुरस्कार प्राप्त हेबा। ता सहित मु आउ नुहे मो ठारे ख्रीष्ट मात्र से वास करती बोली ख्रीष्ट को आमने प्रथम स्थान देवा। आ तृतीय विषय आमने जहा करिबा प्रभु को गौरव निमंते करिबा। जे कौन सी कार्य करिबा पूर्वरु आमने चिंता करिबा प्रभु मुई कार्य करिया पई जाउछि, एहा तुमको गौरव देबो कि नाही। जदि तुमरी गौरव देउ नाही ए कार्य करिया पई मते दूर रे रख प्रभु, मुझे कार्य करी ना। जदि मुझे कार्य करने द्वारा तुमरे नामर अपमान होउछि मते कार्य करने को दियो ना। यही प्रकार पदक्षेप जदि आमने बढ़िबा निश्चय प्रभु आमान को प्रत्येक को आशीर्वाद करिवे। जिसाई भविष्य वक्ता जे प्रकार कहिले
आमे तुम जीवन रे नूतन नूतन विषय करिया पई जाउछु आ तुमे से आशार सहित आग को बढ़ी चलो। साधु पाउल पर आमने प्रभु को लक्ष्य रखी आग को चलवा। ये नूतन वर्ष निश्चित भाव प्रभु आम को प्रत्येक व्यक्तिगत जीवन रे पारिवारिक जीवन रे कर्म क्षेत्र रे से निश्चित भाव एक उद्देश्य पूरण करने जाऊँगी। निश्चित भाव से आम को आशीर्वाद करने जाऊँगी। आउ से प्रतिज्ञा वाक्य जो प्रतिज्ञा वाक्य प्रभु आमको देइछंती से प्रतिज्ञा वाक्य का मैंने दृढ़तार सहित धरी आग को बढ़िबा। ए नूतन वर्ष प्रभु ठारू आशीर्वाद प्राप्त हेबा। आसंतु आमने चक्षु बंद करिबा, प्रत्येक प्रभु को आड़ू माने उद्धदृष्टि करिबा। प्रभु जदिओ विगत 2024 साल मो निमंते एक दुखर वर्ष थिला। मो परिवार रे आमे अनेक रोगग्रस्त अवस्था थिलु। अनेक प्रकार आर्थिक समस्या थिला, पिलामानक पाठ पढ़ार समस्या थिला, चाकरीर समस्या थिला, व्यवसायर समस्या थिला। किंतु तुमे ए नूतन वर्ष रे जो नूतन प्रतिज्ञायुक्त वाक्य देइछ से प्रतिज्ञायुक्त वाक्य रे ठिया हेबा पई से प्रतिज्ञायुक्त वाक्य को दृढ़ रूपे धरी चलिया पई मते तुमे साहाय्य कर। पुरातन विषय सब भूली जावाई साहाय्य कर। तुम्हें मो निमंते जो पुरस्कार सज्जित कर रखिअछ से पुरस्कार प्राप्त हेबा निमंते से आशीर्वाद प्राप्त हेबा निमंते आग को बढ़िया साहाय्य कर। यही प्रकार प्रार्थना करो। आसंता मैंने प्रार्थना करवा। हालेलुया हालेलुया। थैंक यू लॉर्ड, थैंक यू लॉर्ड। पवित्र पवित्र अति पवित्र स्वर्गस्थ पिता तुम से पवित्र महानामर धन्यवाद देउछु। तुमरी गौरव स्तुति पूजा प्रशंसा करुछु। आमन को प्रेम अनुग्रह करी आज रे संध्या समय रे मंडली सहित तुम से पवित्र वाक्य प्रभु ध्यान करने साहाय्य कल। यही नूतन वर्ष रे प्रभु तुम आमन को देइथिबा से नूतन नूतन प्रतिज्ञायुक्त वाक्य रे प्रभु आमे दृढ़तार सहित प्रभु आग को बढ़िया तुम को साहाय्य कर। से वाक्य जेपरि आमन को कर्ममय जीवन प्रभु कार्यकारी हेबो। आमे जेपरि प्रभु आउ तुमको धारण करिबु प्रभु तुमरी पथरे चलबू प्रभु तुमरी वाक्य को अवलंबन करिबू प्रभु तुमरी वाक्यर आज्ञाकारी हेबू प्रभु से तुमको साहाय्य कर। आमनकर समस्त प्रकार भूल त्रुटि को तुम्हें क्षमा कर। यही नूतन वर्ष नूतन आशीर्वाद प्राप्त होई तुमरी गौरव करने साहाय्य कर बोली यीशु को नाम प्रार्थना करुछु। आमेन। हालेलुया। प्रेज द लॉर्ड। हालेलुया। नूतन वर्ष रे नूतन कार्य प्रभु करिवे। तेणु आमे आजिर वाक्य अनुसार निज निज को मध्य प्रस्तुत करूँ। प्रभु प्रिय दासन को बहुल रूपे आशीर्वाद करंतु। आसंतु ए समय आमने विशेष प्रार्थना मध्य को जीवा। अनेक गुड़िए प्रार्थनार अनुरोध अच्छी मुझे सब निमंते मु जनइबी। प्रार्थना आमे यही स्थान रे करू। प्रभु महत महत कार्य प्रभु करती। आमे जेतेबेले विश्वास रे यही स्थान रे प्रार्थना करूचु प्रभु आश्चर्य कार्य करिवे। प्रभु तांकरी लोकमानंक प्रति केबे निरुत्साहित हेबाको देबे नाही। प्रभु तांकरी लोकमानंक प्रति केबे अनादर करती नहीं। प्रभु निश्चित महत् कार्य करने पाई आज मध्य प्रस्तुत। तेणु आसंतु आमे समस्ते चक्षु बंद करिबा। जो प्रभु आज आमानक पाई एक जीवंत वाक्य दे से कथा कहिले, प्रिय दासंकर मुख दे आमानक कथा कहिले, आज आमने से वाक्य को टिके स्मरण करिबा कि आमानकर प्रत्येक जीवन रे प्रभु नूतन कार्य करने को चाहती। प्रभु महत् महत् कार्य करने को चाहती। पुरातन विषय सब को आमे स्मरण न करूँ। आद्य विषय सब आमे विवेचना न करूँ। कारण प्रभु ए नूतन वर्ष आमे प्रत्येक जीवन रे नूतन विषय करने पाए आज प्रभु आह्वान देइछन्ति। आमे सेही मन नहीं प्रभुंक निकट प्रार्थना करिबा।
সেই চিন্তা নেই প্রভুଙ୍କ নিকটରେ ପ୍ରାର୍ଥନା କରିବା। ଆଜି ଯେଉଁ ବିଷୟ ପ୍ରାର୍ଥନାର ଅନୁରୋଧ ନେଇ ଆମେ ଆସିଛୁ, ଏହି ସମୟଟି ପ୍ରଭୁଙ୍କ ନିକଟରେ ଆମେ ନିଜ ନିଜକୁ ସମର୍ପଣ କରିବା। ପ୍ରଭୁଙ୍କଠାରେ ମହତ୍ କାର୍ଯ୍ୟ ହୋଇପାରେ, ପ୍ରଭୁଙ୍କଠାରେ ଆଶ୍ଚର୍ଯ୍ୟ କାର୍ଯ୍ୟ ହୋଇପାରେ। ପ୍ରଭୁ ମୃତ ଲୋକମାନଙ୍କୁ ଜୀବନ ଦେଇପାରନ୍ତି, ଅସୁସ୍ଥମାନଙ୍କୁ ସେମାନଙ୍କର ସମସ୍ତ ରୋଗକୁ ଦୂର କରିପାରନ୍ତି। ତାଙ୍କଠାରେ ସମସ୍ତ ସାମର୍ଥ୍ୟ। ଆମମାନଙ୍କର ସମସ୍ୟାର ବିଷୟଗୁଡ଼ିକ ସେ ସମାଧାନ କରିବା ପ୍ରଭୁ, ଆମର ଚିନ୍ତାର ବିଷୟଗୁଡ଼ିକ ସେ ଦୂର କରିବା ପ୍ରଭୁ। ଆଜି ଯେତେବେଳେ ଏପରି ଏକ ସୁନ୍ଦର ସମୟଟି ଆମମାନଙ୍କ ପାଇଁ ପ୍ରଭୁ ପ୍ରାର୍ଥନା କରିବା ପାଇଁ ପ୍ରଭୁ ଆମମାନଙ୍କୁ ଆକର୍ଷଣ କରିଛନ୍ତି। ଆମେ ଅନେକ ହୁଏତ ପ୍ରାର୍ଥନାର ଅନୁରୋଧ ନେଇ ଆସିଛୁ, ଆମେ ସେଥି ନିମନ୍ତେ ପ୍ରାର୍ଥନା କରିବା। ଏହି ସମୟଟି ପ୍ରାର୍ଥନାର ସମୟ, ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। ହାଲେଲୁୟା ଜିଜସ୍, ହାଲେଲୁୟା ଜିଜସ୍। କେତେ ଗୁଡ଼ିଏ ପ୍ରାର୍ଥନାର ଅନୁରୋଧ ଅଛି। ମୁଁ ଯେତେବେଳେ ସେହି ନାମଗୁଡ଼ିକ ନେଇ ମୁଁ ଘୋଷଣା କରିବି, ସେହି ସମୟରେ ସମସ୍ତେ ସେହି ବିଷୟ ନିମନ୍ତେ ପ୍ରାର୍ଥନା କରନ୍ତୁ। ମଣ୍ଡଳୀ, ଆମେ ପ୍ରାର୍ଥନା ପାଇଁ ଆସିଛୁ, ଆମେ ସେଥିପାଇଁ ବୋଝଗ୍ରସ୍ତ ଭାବରେ ପ୍ରାର୍ଥନା କରିବା। ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ। ହାଲେଲୁୟା। ଆମେ ବିଶେଷ କରି ପ୍ରାର୍ଥନା କରିବା ଆମମାନଙ୍କ ମଧ୍ୟରେ ଭଉଣୀ ମାନସୀ ନାୟକ ଓ ତାଙ୍କ ଶରୀର ମଧ୍ୟରେ କେତେବେଳେ କେଉଁ ପ୍ରକାର ବିଷୟ ଏପରିକି ଯେ ସେ କେତେବେଳେ ଦୁର୍ବଳ ହୋଇପଡ଼ୁଛି। ତାଙ୍କର ମସ୍ତିଷ୍କ ଏ ପ୍ରକାର ଭାବରେ କେହି ବାଢ଼େଇବା ପରି ତା'ର ମନେ ହେଉଛି, ଆଉ ସେ ଦୁର୍ବଳ ହୋଇଯାଉଛି। ଏସବୁ ମଧ୍ୟରେ ଆମେ ତାଙ୍କ ପାଇଁ ବିଶେଷ କରି ପ୍ରାର୍ଥନା କରୁ। ପ୍ରଭୁ ଯେପରି ତାଙ୍କ ଜୀବନରେ ମହତ୍ କାର୍ଯ୍ୟ କରିବେ, ପ୍ରଭୁ ତାଙ୍କ ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ। ଆମେ ସମସ୍ତେ ମିଳିତ ଭାବରେ ସେ ଭଉଣୀଙ୍କ ପାଇଁ ପ୍ରାର୍ଥନା କରୁ। ସେମାନେ ହୁଏତ ସେଇ ଭୟରେ କେତେ ଗୋଟିଏ ଜାଗା ଛାଡ଼ିଛନ୍ତି, ତାଙ୍କର ନିଜ ଗୃହ ଛାଡ଼ି ସେମାନେ ଭିନ୍ନ ଭିନ୍ନ ସ୍ଥାନକୁ ମଧ୍ୟ ଯାଇଛନ୍ତି। ବୋଧେ ତାହା ଛାଡ଼ିଦେଲେ ବୋଧେ ଆମେ ଏଇଠି ଭଲରେ ରହିବା, ସେଇଠି ବୋଧେ ଛାଡ଼ିଦେଲେ ସେଇଠି ଭଲରେ ରହିବା। ସେମାନେ ଏପରି ଭିନ୍ନ ଭିନ୍ନ ଜାଗାକୁ ଯାଉ ଯାଉ ଆଜି ଯେତେବେଳେ ସେମାନେ ପ୍ରଭୁଙ୍କ ନିକଟକୁ ଆସିଛନ୍ତି, ନିଶ୍ଚିତ ସେମାନେ ପ୍ରଭୁଙ୍କ ନିକଟକୁ ଆସିଛନ୍ତି। ପ୍ରଭୁ ମହତ୍ କାର୍ଯ୍ୟ କରିବେ। ଆଜି ଆମେ ତାଙ୍କ ପାଇଁ ବୋଝଗ୍ରସ୍ତ ଭାବରେ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁଙ୍କ ନାମରେ ସେ ଯେପରି ସୁସ୍ଥ ଲାଭ କରିବେ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ପ୍ରଭୁଙ୍କର ମହତ୍ କାର୍ଯ୍ୟ ତାଙ୍କ ପ୍ରତି ବର୍ତ୍ତୁ। ଏଥିପାଇଁ ସମସ୍ତେ ତାଙ୍କ ପାଇଁ ମୁଖ ଖୋଲି ପ୍ରାର୍ଥନା କରିବା। ସମସ୍ତେ ମୁଖ ଖୋଲି ତାଙ୍କ ପାଇଁ ପ୍ରାର୍ଥନା କରିବା। ଆମମାନଙ୍କର ବ୍ୟକ୍ତିଗତ ପ୍ରାର୍ଥନା ଅଛି ସତ, କିନ୍ତୁ ଆଜି ଏହି ସମୟଟି ପ୍ରଭୁ ସେହି ବିଷୟଗୁଡ଼ିକ ତାଙ୍କ ପାଇଁ ପ୍ରାର୍ଥନା କରିବା ପାଇଁ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ ଜିଜସ୍, ପ୍ରେଜ୍ ଦ ଲର୍ଡ ଜିଜସ୍। ଆମେ ପ୍ରାର୍ଥନା କରିବା ପ୍ରଶାନ୍ତ ଭାଇ ଆଉ ତାଙ୍କର କାର୍ଯ୍ୟ ନଥିବା ସକାଶୁ ସେମାନେ ପାରିବାରିକ ସମସ୍ତ ଚଳଣିରେ ଅସୁବିଧା ଦେଖାଯାଉଛି, ସେଥିପାଇଁ ସେମାନେ ପ୍ରାର୍ଥନା ଲୋଡ଼ିଛନ୍ତି। ପ୍ରଭୁ ତାଙ୍କ ନିମନ୍ତେ ଏକ କାର୍ଯ୍ୟ ଯୋଗାନ୍ତୁ। ଆମେ ତାଙ୍କ ପାଇଁ ପ୍ରାର୍ଥନା କରିବା। ସେ ପରିବାର ହୁଏତ ସେମାନଙ୍କର ଚଳଣିରେ ଯେଉଁ ଅସୁବିଧାର ବିଷୟ ଦେଖାଯାଉଛି, ପ୍ରଭୁ ଏକ ଉପଯୁକ୍ତ କାର୍ଯ୍ୟ ସେ ଭାଇଙ୍କୁ ଦିଅନ୍ତୁ। ସେଥିପାଇଁ ଆମେ ପ୍ରାର୍ଥନା କରିବା। ହାଲେଲୁୟା, ହାଲେଲୁୟା ଜିଜସ୍, ହାଲେଲୁୟା ଜିଜସ୍। ଆମେ ଏହି ସମୟରେ ପ୍ରାର୍ଥନା କରିବା ପ୍ରେମ ଭାଇଙ୍କର ମା ଆଉ ତାଙ୍କର ପରିବାର। ସେମାନେ ଆସନ୍ତା ଶନିବାର ଦିନ ସେମାନେ କେରଳ ଗସ୍ତରେ ଯିବେ। ସେମାନଙ୍କର ଯିବା ପୁଣି ଆସିବା, ସେମାନଙ୍କର ସମସ୍ତ ବିଷୟରେ ପ୍ରଭୁ ଯେପରି ସୁରକ୍ଷା ଦେବେ, ସେଥିପାଇଁ ଆମେ ସମସ୍ତେ ମିଳିତ ଭାବରେ ତାଙ୍କ ପାଇଁ ପ୍ରାର୍ଥନା କରିବା। ହାଲେଲୁୟା। ପ୍ରଭୁ ମହତ୍ କାର୍ଯ୍ୟ କରିବେ। ଆମେ ସେଇଭଳି ଭାବରେ ବିଶ୍ୱାସର ସହିତ ପ୍ରାର୍ଥନା କରୁ। ଆମ ପୁଅ ସନ୍ଦୀପ ମଧ୍ୟ ସେ ମଧ୍ୟ ତାଙ୍କର ଯେଉଁ ବାଇବେଲ କଲେଜ ସେ ଯିବାର ରହିଛି, সেই ମଧ୍ୟ ଯେପରି କୁଶଳତାରେ ଆଉ ସେ ଯାଇକି ପହଞ୍ଚିବେ, ତାଙ୍କର ସେହି ତାଲିମ ଆରମ୍ଭ କରିବେ, ତାଙ୍କ ପାଇଁ ମଧ୍ୟ ଆମେ ପ୍ରାର୍ଥନା କରିବା, ବୋଝଗ୍ରସ୍ତ ଭାବରେ ପ୍ରାର୍ଥନା କରିବା। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଏହି ସମୟରେ ଆମେ ବିଶେଷ କରି ମଣ୍ଡଳୀ ପାଇଁ ପ୍ରାର୍ଥନା କରିବା। ଏହି ମଣ୍ଡଳୀର ବିଶ୍ୱାସୀମାନେ ଯେପରି ଏହି ଦିନମାନଙ୍କରେ ଆହୁରି ଆତ୍ମିକ ଭାବରେ ବୃଦ୍ଧି ପାଇବାକୁ ପାରିବେ, ଆତ୍ମିକ ଭାବରେ ଆହୁରି ଉତ୍ତେଜିତ ହେବାକୁ ପାରିବେ, ଆତ୍ମିକ ଭାବରେ ଆହୁରି ସେମାନେ ଉଦ୍ଯୋଗୀ ହେବାକୁ ପାରିବେ। ଶିଥିଳ ବିଷୟଗୁଡ଼ିକ ମଣ୍ଡଳୀଠାରୁ ବାହାରି ଯିବ। ସେମାନେ ସମସ୍ତେ ଆତ୍ମାରେ ଶକ୍ତିଯୁକ୍ତ ହୋଇ ଆହୁରି ଉଦ୍ଯୋଗର ସହିତ ଏହି ଗୃହ ଯେପରି ଆହୁରି ପୂର୍ଣ୍ଣ ହେବାକୁ ପାରିବ, ପ୍ରଭୁଙ୍କର ପ୍ରଶଂସା ମହିମାରେ ପୂର୍ଣ୍ଣ ହେବାକୁ ପାରିବ। ଆମେ ସେଥିପାଇଁ ପ୍ରାର୍ଥନା କରିବା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ ଜିଜସ୍, ପ୍ରେଜ୍ ଦ ଲର୍ଡ ଜିଜସ୍। ଯେଉଁ ପରିବାରମାନଙ୍କରେ ଅସୁସ୍ଥତା ଅଛି, ଯେଉଁ ପରିବାରମାନଙ୍କରେ ସମସ୍ୟା ଅଛି, ଯେଉଁ ପରିବାରମାନଙ୍କରେ କୌଣସି ପ୍ରକାର କଷ୍ଟକର ବିଷୟ ରହିଛି, ସେ ସବୁ ନିମନ୍ତେ ମଧ୍ୟ ଆମେ ପ୍ରାର୍ଥନା କରିବା। ଆଜି ଆମମାନଙ୍କର ଚତୁଃପାର୍ଶ୍ୱରେ ଅନେକ ପରିବାର ସବୁ ଅଛନ୍ତି, ଯେଉଁମାନେ କି ଅବାଟରେ ଯାଉଛନ୍ତି, ଯେଉଁମାନେ ଆଜି ମଧ୍ୟ ସତ୍ୟ ବିହୀନ ହୋଇ ଅଛନ୍ତି, ସେମାନଙ୍କ ନିମନ୍ତେ ଆମେ ବୋଝଗ୍ରସ୍ତ ଭାବରେ ପ୍ରାର୍ଥନା କରିବା। ପ୍ରଭୁ ପ୍ରତ୍ୟେକଙ୍କୁ
ସତ୍ୟ ପରମେଶ୍ୱରଙ୍କୁ ଜାଣିବାକୁ ଦିଅନ୍ତୁ। ପ୍ରଭୁ ପ୍ରତ୍ୟେକଙ୍କୁ ତାଙ୍କ ନିକଟକୁ ଆଣନ୍ତୁ, କାରଣ ଏହି ଜଗତ ଏପରି ଏକ ବିନାଶ ଆଡ଼କୁ ଯାଉଛି ଯେପରି ଆମମାନଙ୍କର ଚତୁଃପାର୍ଶ୍ୱରେ ଥିବା ଲୋକମାନେ ବିନଷ୍ଟ ନ ହେବେ। ଏଥିପାଇଁ ଆମେ ପ୍ରାର୍ଥନା କରିବା। ଯଦି ଆମମାନଙ୍କର ଏପରି କାହାରି ଏପରି ପରିଚୟ ଅଛି, ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କ ନାମ, ନିର୍ଦ୍ଦିଷ୍ଟ ଜଣେ ଭଉଣୀଙ୍କ ନାମ, ନିର୍ଦ୍ଦିଷ୍ଟ ଜଣେ ଭାଇଙ୍କ ନାମ, ନିର୍ଦ୍ଦିଷ୍ଟ ଜଣେ ବୃଦ୍ଧ ବୟସ୍କଙ୍କ ନାମ ନେଇ ଆମେ ପ୍ରାର୍ଥନା କରିବା, ଯେପରି ସମସ୍ତେ ପ୍ରଭୁଙ୍କ ନିକଟକୁ ଆସିବେ, ଯେପରି ସମସ୍ତେ ଉଦ୍ଧାର ପ୍ରାପ୍ତ ହେବେ, ଯେପରି ସମସ୍ତେ ମୁକ୍ତି ପ୍ରାପ୍ତ ହେବେ, ପ୍ରଭୁଙ୍କର ନିକଟରେ ସମସ୍ତ ପ୍ରକାର ଶାନ୍ତି ପ୍ରାପ୍ତ ହେବେ। ସେଥିପାଇଁ ଆମେ ପ୍ରାର୍ଥନା କରିବା। ଆଜି ଆମେ ବିଶେଷ କରି ଆମମାନଙ୍କର ଓଡ଼ିଶା ରାଜ୍ୟ ପାଇଁ ପ୍ରାର୍ଥନା କରିବା। ସମସ୍ତ ରାଜ୍ୟରେ ଯେଉଁ ପ୍ରକାର ଭାବରେ ସମସ୍ତ ପ୍ରକାର ଦଳଗତ ବିଭିନ୍ନ ପ୍ରକାର ବିବାଦୀୟ ବିଷୟ ସବୁ ରହିଛି, ସେ ସବୁ ମଧ୍ୟରେ ଯେପରି ଦେଶ ବା ରାଜ୍ୟ ସୁଶାସନ କରିବା ପାଇଁ ଯେଉଁ ନେତାମାନଙ୍କୁ ପ୍ରଭୁ ମନୋନୀତ କରିଛନ୍ତି, ସେମାନେ ଉତ୍ତମ ଭାବରେ ନେତୃତ୍ୱ ନେବାକୁ ପାରିବେ, ସମସ୍ତଙ୍କୁ ସମାନ ଭାବରେ ଦେଖିବେ, ସମସ୍ତଙ୍କୁ ଉତ୍ତମ ନ୍ୟାୟ ଦେବେ, ସମସ୍ତଙ୍କୁ ଉତ୍ତମ ଶାସନ କରିବେ। ଯାହାର ଯେଉଁ ପ୍ରକାର ପ୍ରয়োଜନୀୟ ବିଷୟ, ସେ ସବୁ ବିଷୟ ପାଇଁ ସେମାନେ ମନୋଯୋଗୀ ହେବେ। ସେହିପରି ଆମେ ବିଶେଷ କରି ସେହି ଆମମାନଙ୍କର ନେତା ନେତ୍ରୀମାନଙ୍କ ପାଇଁ ପ୍ରାର୍ଥନା କରିବା, ଯେଉଁମାନେ କି ଆମମାନଙ୍କର ଓଡ଼ିଶା ରାଜ୍ୟକୁ ଚଳାଇ ଆସୁଛନ୍ତି, ଯେଉଁମାନେ ଆମମାନଙ୍କର ଭାରତ ଦେଶକୁ ଚଳାଇ ଆସୁଛନ୍ତି, ସେମାନଙ୍କର ପ୍ରତ୍ୟେକଙ୍କ ପାଇଁ ଆମେ ପ୍ରାର୍ଥନା କରିବା। ଆମେ ବିଶେଷ କରି ପ୍ରାର୍ଥନା କରିବା ସାରା ବିଶ୍ୱରେ ଯେପରି ପ୍ରଭୁଙ୍କର ରାଜ୍ୟ ଆସିବ, ଈଶ୍ୱରଙ୍କର ରାଜ୍ୟ ଆସିବ, ଈଶ୍ୱରଙ୍କର ରାଜ୍ୟ ଯଥାଶୀଘ୍ର ଆସିବ। ଆମେ ସେଥିପାଇଁ ଆମେ ପ୍ରାର୍ଥନା କରିବା। ସମସ୍ତେ ପ୍ରଭୁଙ୍କର ନିକଟରେ ଉଦ୍ଧାର ବା ରକ୍ଷା ପ୍ରାପ୍ତ ହୁଅନ୍ତୁ, ସେଥିପାଇଁ ଆମେ ପ୍ରାର୍ଥନା କରିବା। ହାଲେଲୁୟା ଜିଜସ୍, ହାଲେଲୁୟା ଜିଜସ୍, ପ୍ରେଜ୍ ଦ ଲର୍ଡ ଜିଜସ୍। ଆମେ ସମସ୍ତେ ଏସବୁ ବିଷୟରେ ପ୍ରାର୍ଥନା କରୁଥିବା ବେଳେ ମୁଁ ଅନୁରୋଧ କରିବି ଆମମାନଙ୍କର ଡିକନ୍ ସେ ଆସିବେ, ସେ ସଂକ୍ଷିପ୍ତରେ ପ୍ରାର୍ଥନା କରିବେ, ତାପରେ ଆମେ ପ୍ରଭୁଙ୍କ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷାରେ ଆଜିର ଉପାସନା ଶେଷ କରିବା। ହାଲେଲୁୟା ଜିଜସ୍। ଆମେ ସମସ୍ତେ ବୋଝଗ୍ରସ୍ତ ଭାବରେ ପ୍ରାର୍ଥନା କରୁଥିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ ଜିଜସ୍। ହାଲେଲୁୟା, ହାଲେଲୁୟା, ହାଲେଲୁୟା। Thank you, ଧନ୍ୟବାଦ Lord. ହେଉଛି ପବିତ୍ର ପିତା। Thank you, Lord Jesus. ଏ ସନ୍ଧ୍ୟା ଉପାସନାରେ ପ୍ରଭୁ ତୁମେ ଆମମାନଙ୍କର ସହିତ ପରମେଶ୍ୱର Yes, ସେଥିପାଇଁ yes, ଧନ୍ୟବାଦ yes, ଦେଉଛି yes, ପ୍ରଭୁ, ଧନ୍ୟବାଦ ଦେଉଛି ପ୍ରଭୁ, ଧନ୍ୟବାଦ ଦେଉଛି, ତୁମର ପ୍ରଶଂସା କରୁଅଛୁ ପ୍ରଭୁ। ପ୍ରଭୁ ତୁମର ଦାସଙ୍କ ମୁଖ ଦ୍ୱାରା ପ୍ରଭୁ ଏ ନୂତନ ବର୍ଷରେ ଯେଉଁ ପ୍ରତିଜ୍ଞା ଯୁକ୍ତ ବାକ୍ୟ ଦେଇଅଛ ପ୍ରଭୁ, Oh, Lord ଧନ୍ୟବାଦ Jesus. ଦେଉଛି ପ୍ରଭୁ। ସେ ପ୍ରତିଜ୍ଞାରେ ପ୍ରଭୁ ପ୍ରତ୍ୟେକ ଯେପରି ସେ ବିଶ୍ୱାସର ସହିତ ପ୍ରଭୁ ଦୃଢ଼ତାର ସହିତ ସେ ବାକ୍ୟକୁ ହୃଦୟରେ ସଞ୍ଚିତ କରି ରଖି ପ୍ରଭୁ ଆଗକୁ ବଢ଼ିବା ପାଇଁ ପ୍ରତ୍ୟେକ ଯେପରି ସକ୍ଷମ ହୁଅନ୍ତି ପ୍ରଭୁ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ପିତା। ତୁମରି ଆଶୀର୍ବାଦ ହିଁ ପ୍ରଭୁ ଆମମାନଙ୍କର ଜୀବନ, Yes. ଆମମାନଙ୍କର ଆଲୋକ, ଆମମାନଙ୍କର ପ୍ରସବ ପ୍ରଭୁ, ତୁମେ ହିଁ ସେଇ ପଥ ସତ୍ୟ ଜୀବନ Yes, ପ୍ରଭୁ। yes, yes, ଧନ୍ୟବାଦ ଦେଉଛି ପ୍ରଭୁ। ଆଉ ପ୍ରତ୍ୟେକ ଯେତେ ଜଣ ଉପସ୍ଥିତ ଅଛନ୍ତି ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ପ୍ରଭୁ। ସେ ଦାସଙ୍କୁ ମଧ୍ୟ ତୁମେ ବହୁଳ ରୂପେ ଆଶୀର୍ବାଦ କର ପ୍ରଭୁ। ତାଙ୍କ ମୁଖ ଦେଇ ତୁମେ କଥା କହିଛ ପ୍ରଭୁ, ଧନ୍ୟବାଦ ଦେଉଛି ପ୍ରଭୁ। ତାଙ୍କୁ ତାଙ୍କ ପରିବାରକୁ ବହୁଳ ରୂପେ ଆଶୀର୍ବାଦ କର। ପ୍ରଭୁ ଯେତେ ଜଣ ପ୍ରଭୁ ଯେତେଟି ନିବେଦନ ପ୍ରାର୍ଥନା ତୁମର ଚରଣ ତଳେ ରଖିଅଛୁ ପ୍ରଭୁ, ତୁମର ଦାସଙ୍କ ଦ୍ୱାରା ପ୍ରଭୁ ପ୍ରତ୍ୟେକଙ୍କୁ ପ୍ରଭୁ ପ୍ରତ୍ୟେକଙ୍କର ପ୍ରାର୍ଥନା ଶୁଣ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ପ୍ରଭୁ ପ୍ରତ୍ୟେକ ଯେପରି ତୁମର ଆଶୀର୍ବାଦକୁ ଅନୁଭବ କରିବେ, ପ୍ରଭୁ ନିଜ ଜୀବନରେ ପ୍ରଭୁ ସାକ୍ଷ୍ୟ ରୂପେ ଠିଆ ହେଇପାରିବେ ପ୍ରଭୁ, ସେଇଭଳି ତୁମେ କୃପା କର ପ୍ରଭୁ। ଧନ୍ୟବାଦ ଦେଉଛି, ଧନ୍ୟବାଦ ଦେଉଛି ପ୍ରଭୁ। ତୁମେ ଆମମାନଙ୍କର ପ୍ରତ୍ୟେକଟି ପ୍ରାର୍ଥନା ଶୁଣିଅଛ ବୋଲି ଧନ୍ୟବାଦ ଦେଉଛି ପ୍ରଭୁ। ମୋତେ ମଧ୍ୟ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦେଉଛି ପ୍ରଭୁ। ଆମେ ସମସ୍ତଙ୍କ ନିବେଦନ ପ୍ରାର୍ଥନା ଧନ୍ୟବାଦ ସହ ଉତ୍ସର୍ଗ କରି ଜଗତର ପରିତ୍ରାଣକର୍ତ୍ତା ମୋର ପ୍ରିୟ ପ୍ରଭୁ ନାଜରିତ ପୁନରୁତ୍ଥିତ ଯୀଶୁଙ୍କ ନାମରେ ମାଗୁଅଛି ପିତା, ଆମେନ୍। ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ, ତୁମ୍ଭ ରାଜ୍ୟ ଆସୁ, ଯେଉଁ ରୂପେ ସ୍ୱର୍ଗରେ ସେହି ରୂପେ ପୃଥିବୀରେ ତୁମ୍ଭ ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ, ଆମମାନେ ଯେପରି ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେହିପରି ଆମମାନଙ୍କ ଅପରାଧ ସବୁ କ୍ଷମା କର। ପରୀକ୍ଷାରେ ଆମମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। ଯେଣୁ ରାଜ୍ୟ, ପରାକ୍ରମ, ଗୌରବ ସଦା ସର୍ବଦା ତୁମ୍ଭର। ଆମେନ୍। ଏତେବେଳେ ପିତା ଈଶ୍ୱରଙ୍କ ପ୍ରେମ, ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ, ଦୟା, ପବିତ୍ର ଆତ୍ମାଙ୍କ ଚିରନ୍ତନ ଶାନ୍ତି, ଶକ୍ତି, ସୁମଧୁର ସହଭାଗିତା ଆମ ସମସ୍ତଙ୍କ ସଙ୍ଗେ ସଙ୍ଗେ ଥାଏ, ଚିରମଙ୍ଗଳ ଉପକାର କରନ୍ତୁ। ଆମେନ୍। ଆମେନ୍, ଆମେନ୍, ଆମେନ୍।